Good afternoon to all. ମୋ କଥା ଶୁଭା ଯାଉଛି ନା? ତ ଆମେ ପଢିଥିଲେ କଣ ପିଆଜେଣ୍ଟଙ୍କ କଗ୍ନିଟିଭ ଥିଓରି ବିଷୟରେ ପଢିଥିଲେ। ତ ଆଜି ଆମେ ଆଉ ଗୋଟେ ଥିଓରି ଯୋଉଟା ସାଇକୋସୋସିଆଲ ଆମର ଥିଓରି ଯୋଉଟା ରହୁଛି କାହାଙ୍କର ନା ଇରିକ୍ସନଙ୍କର, ତା ବିଷୟରେ ଆଜି ପଢିବା। ତ ଆଜି ଆମେ କଣ ପଢିବା ନା ଆମର ସାଇକୋସୋସିଆଲ ଥିଓରି ଅଫ ଥିଙ୍କର। ତ এই ସାଇକୋସୋସିଆଲ ଥିଓରି ଅଫ ଡେଭଲପମେଣ୍ଟ ସେଟା ଦେଇଛନ୍ତି କିଏ ନା ଆମର ଇରିକ୍ସନ। ସେଥିପାଇଁ ଇରିକ୍ସନ ତ ସେ ଯେଉଁ ଆମେ ଯେମିତି ଦେଖିଥିଲେ କଣ ପିଆଜେଟ୍ ଯୋଉଟା ଚାଲେ ଆମର ଲାଇଫଟାକୁ ବା ପିଲାଙ୍କର ଯୋଉ ଆମର ବାୟୋଲୋଜିକାଲ ମେଚୁରେସନ ହଉ ବା ଆମର ଯୋଉ ଏନଭାରନମେଣ୍ଟ ହଉ, ଟୋଟାଲ ଆମର ଲାଇଫଟାକୁ ସେ ଚାରି ଭାଗରେ ବ୍ୟକ୍ତ କରିଥିଲେ। ତ ସେଇ ପ୍ରକାର ଇଏ ଆମର ଇରିକ୍ସନ ସେ କଣ କରୁଛନ୍ତି ନା ପ୍ରତ୍ୟେକଙ୍କ ଲାଇଫକୁ ମାନେ ଆମର ଏନଭାରନମେଣ୍ଟ ଦୃଷ୍ଟିରୁ, ସୋସିଆଲ ଏନଭାରନମେଣ୍ଟ ଦୃଷ୍ଟିରୁ ତାଙ୍କୁ କଣ ନା 8ଟା କ୍ୟାଟାଗୋରୀରେ ଭାଗ କରୁଛନ୍ତି। ସିଏ ଯେକୌଣସି ଗ୍ରୁପରେ ହୁଅନ୍ତୁ, ଯେକୌଣସି ଗ୍ରୁପରେ ଆମର ସେ ଗାର୍ଲସ ହୁଅନ୍ତୁ ବା ବଏଜ ହୁଅନ୍ତୁ, ଜେଣ୍ଡର ବାଇସ୍ ବାଦ ଦେଲେ ମଧ୍ୟ ବା ଜେଣ୍ଡର ବାଇସ୍ ନ ରହିକି ପ୍ରତ୍ୟେକଙ୍କୁ ସେ କଣ କରୁଛନ୍ତି ନା 8ଟା ଗ୍ରୁପରେ ବିଭକ୍ତ କରୁଛନ୍ତି। ତ ସେଇ 8ଟା ଗ୍ରୁପ କଣ ରହୁଛି ନା ଆମର ଯେଉଁ ସାଇକୋସୋସିଆଲ ଥିଓରି ଅଫ ଡେଭଲପମେଣ୍ଟ ଭିତରେ ରହୁଛି, ସେ 8ଟା ଗ୍ରୁପ କଣ କଣ ସେଇ ବିଷୟରେ ଆଜି ଆମେ ଭଲକି ଜାଣିବା। ଯେମିତି ଆମର ଇଏ ଥିଲା କଣ ହଉଛି ନା ଆମର ପିଆଜେଣ୍ଟଙ୍କ ଥିଓରି ଥିଲା ଆମର କଗ୍ନିଟିଭ ଉପରେ, ଇଏ କଣ ହଉଛି ନା ଏନଭାରନମେଣ୍ଟ ଉପରେ। ଯୋଉ ଦିଟା ଜିନିଷ ରହୁଛି ଆମର, ଏଟା ହଉଛି ସାଇକୋଲୋଜି, ଦେଖ ସାଇକୋସୋସିଆଲ ମାନେ ଦିଟା ଟର୍ମ ରହୁଛି ନିଶ୍ଚିତ ରୂପେ। କାରଣ ଏଠି ଆମର ଦିଟା ଜିନିଷ ଉପରେ ଆମର ସେ ଇମ୍ପୋର୍ଟାଣ୍ଟ ଜିନିଷ କଣ, ଗୋଟେ ସାଇକୋଲୋଜି, ଆଉ ଗୋଟେ କଣ ରହୁଛି ନା ଆମର ସୋସିଆଲ, ଗୋଟେ ସୋସାଇଟି। ସୋସିଆଲ ମାନେ ଆମର କଣ ନା ସୋସାଇଟି। ଏଇ ଦିଟା ଜିନିଷ ଉପରେ ସେ ଗୁରୁତ୍ୱ ଦେଇ କଣ କରୁଛନ୍ତି ନା ଆମର ତାଙ୍କ ଥିଓରିଟାକୁ ଦେଇଛନ୍ତି। ତ ସେଇ ଅନୁସାରେ ଆମେ କୋଉ ଏଜ ଗ୍ରୁପରେ, କୋଉ ଷ୍ଟେଜରେ ଆମେ କୋଉ ଗ୍ରୁପରେ ରହୁଛୁ ସେ ବିଷୟରେ ବର୍ତ୍ତମାନ ଆମେ ଆଗକୁ ଯିବା। ତ ପ୍ରଥମ ଷ୍ଟେଜରେ ସେ କଣ ଦେଇଛନ୍ତି ନା ଆମର ଇଣ୍ଟିମେସି, ଆମର ପ୍ରଥମ ଗ୍ରୁପରେ ଦେଇଛନ୍ତି ସିଏ କଣ ନା ଟ୍ରଷ୍ଟ ଆଉ ମିଷ୍ଟ୍ରଷ୍ଟ। ପ୍ରଥମେ ଦଉଛନ୍ତି କଣ ନା 1 ନମ୍ବର ଇଏରେ ଦଉଛନ୍ତି କଣ ନା ଟ୍ରଷ୍ଟ ଆଉ ମିଷ୍ଟ୍ରଷ୍ଟ। ट्रस्ट ଆଉ ମିସଟ୍ରଷ୍ଟ ପ୍ରଥମେ ସବୁ ଗ୍ରୁପଟାକୁ ଦେଖିବା, ତାପରେ ତାକୁ ଆମେ ଏଲାବୋରେଟ୍ କରିପାରିବା। ଦେଖ ଟ୍ରଷ୍ଟ ଆଉ ମିସଟ୍ରଷ୍ଟ ରହୁଛି। ତାପରେ 2 ନମ୍ବରରେ କଣ ରହୁଛି ନା ଆମର ଯୋଉ ଗ୍ରୁପରେ ରଖିଛନ୍ତି ସେ କଣ ନା ଅଟୋନମି ଆଉ ସେୟାର। ଅଟୋନମି ସେମ୍ ଯୋଉ କଥା କହୁଛେ ଆମେ, ଜିନିଷ ଅଟୋମେଟିକାଲି ସେ ଗୋଟେ ଜିନିଷ ଜଣେ କରିକି ଆଗେ ଆମ ଗ୍ରୁପଟା ଜଣେ ଜାଣିବା, ତାପରେ ଆମେ ଏଟାକୁ ଏଲାବୋରେଟ୍ କରିକି। ତାପରେ କଣ ହଉଛି 3 ନମ୍ବର ଷ୍ଟେଜରେ ରହୁଛି କଣ ନା ଆମର ଇନିସିଏଟିଭ ରହୁଛି ଆଉ ହଉଛି ଗିଲ୍ଟ। ଇନିସିଏଟିଭ ଭର୍ସେସ ଗିଲ୍ଟ। ତାପରେ 4 ନମ୍ବର ରହୁଛି କଣ ନା ଆମର 4 ନମ୍ବର ଏଜ ଗ୍ରୁପରେ ଆମର ଗ୍ରୁପରେ ରହୁଛି କଣ ଇଣ୍ଡଷ୍ଟ୍ରି ରହୁଛି। ଇଣ୍ଡଷ୍ଟ୍ରି ଭର୍ସେସ କଣ ରହୁଛି ନା ଆମର ଇନଫେରିୟର, ଇଣ୍ଡଷ୍ଟ୍ରି ଭର୍ସେସ ଇନଫେରିୟର। ତାପରେ 5 ନମ୍ବର ଗ୍ରୁପରେ ରହୁଛି ଆମର କଣ ଆମର ରହୁଛି ଯୋଉଟା ହଉଛି କଣ ଆଇଡେଣ୍ଟିଟି ଆଉ ରୋଲ କନଫ୍ୟୁଜନ ରହୁଛି। ଆମର ଏଇ 5 ନମ୍ବର ଗ୍ରୁପରେ ରହୁଛି କଣ ଆଇଡେଣ୍ଟିଟି ଆଉ ରୋଲ କନଫ୍ୟୁଜନ।
आइडेंटिटी वर्सेस रोल कॉन। तापरे जो हमर रोल कन्फ्यूजन सरला परे तापर 6 नंबर ग्रुप रे आसी जिवो हमर ना इंटीमेसी वर्सेस हमर रहि जिवो आइसोलेशन। तो एई कथार भी किछि किछि जणा पड़ी जाउची, जणा पड़ले मते ता भितर कोन अधिकार होची से कमेंट भलो कि पढि लाकी इंटीमेसी वर्सेस होची कोन हमर ना हमर आइसोलेशन एई ये रे ग्रुप रे रहउची। ओहो इंटीमेसी वर्सेस आइसोलेशन तापर जो ता परवर्ती स्टेज रे रहउची हमर जो दुईटा रहउची कोन हमर जेनरेटिविटी रहउची आ गोटे होची कोन स्टैग्नेशन। तापर हमर रहउची स्टैग्नेशन तापर जोटा रहउची हमर एटा देखा जाउनी तो मन को सब हम गोटे काम करिया पाख को लिखि दे तो कोन रहउची पाख को लिखि देबा कोन होची ये 3 रे जाउन रहउची कोन इंटीग्रेटिव होची देखो हमर एई जो एज को हमर कोन कि पूरा लाइफ टा समस्त को लाइफ टा को हमर से कोन जो इरिक्शन होची इरिक्शन से हमर टोटल जने व्यक्ति पूरा लाइफ ये टा को से कोन एई एतिके ग्रुप रे होची से मध्ये भी कहिते कोन डेवलपमेंट हमर कंटीन्यूअस प्रोसेस है। तो एइठु एइठ कोन प्रत्येक स्टेज रे हम कोन डेवलपमेंट चेंजेस हे जाउ छ से हमर तार ऑर्डर रो कोन होची मॉडिफाई होची प्रत्येक स्टेज रे कोन मॉडिफाई होची हम भीतर कोन प्रकार चेंजेस आसे से विषय से करछि। देखो ये ट्रस्ट और मिस्टर हाँ यार भी कौन करते ना एज ग्रुप टा भी देइछन तमर एडी कोन हो जे ना हमर ए ट्रस्ट और मिस्टर रे कोन ग्रुप रे थाए ना हमर पिलार बार्थ रु ये कोन रहउ जे हमर 18 मंथ भीतर रहउ बार्थ टू 18 मंथ तबरे ये ऑटोनॉमस सेम टा आसी होचे हमर जो 18 मंथ रु कोन रहउ जे कोन रहउ जे हमर 2 हमर 2 ईयर टू 3 ईयर रहउ एटी ना ईयर रहउ तापरे इनिशिएटिव ऑफ गिल्ट रहउची हमर कोनटे गिल्ट रहउची कोन ना 3 ईयर टू 6 ईयर कोनटे भी हमर कोन रहउची कोन ना 5 ईयर भी रहउची हला तापरे ये आसी जिवो 6 ईयर टू हमर 11 12 ईयर तापरे आइडेंटिटी ऑफ रोल कन्फ्यूजन रे आसी जिवो कोन होची ना ये हमर आसी जिवो जो 12 ईयर रु जो टीनेज कथा कहउचे टीनेज टा हमर रहउची हमर आइडेंटिटी और रोल कन्फ्यूजन स्टेज रे ही रहउची। तो ये 19 कोनटे भी 21 ईयर रहउचे ना तमरे जदि 19 ईयर भी कोनटे दउथबो ताहाले भी हबो मारे 21 ईयर देले भी हबो तापरे इंटीमेसी आ होचे आइसोलेशन एई एज ग्रुप टा होचे हमर कोन कोन एज ग्रुप हम देखिए पे गले 21 टू 30 हम नॉर्मली हम लाइफ हम कोन लोकालिटी बा हमर जो सोसाइटी होची आम सोसाइटी अनुसार हम 21 टू 30 ईयर माने किरो हमर फॉरेन ईयर अनुसार देखिए गले एटा को कोन कोडी 40 ईयर भी दउली है ना तापर होची जनरेटिविटी और स्टैग्नेशन जोटा रहउची हमर ओ 30 ईयर टू हमर 60 ईयर पर्यंत जोटा रही तापर एटा तो हमर शेष रे 60 प्लस 60 ईयर प्लस ओल्ड एज को कहउचे जोटा हमर सेटा होची हमर इंटीग्रिटी और डिस्पेयर देखो ये जिंस भितरे हमें एबे जीवा कोन होची ना गोटे गोटे को हमें जीवा तो ताले हमें देखिले कोन होची हमर एई अनुसार हम कॉन्फ्लिक्ट सिचुएशन होची हमर कॉन्फ्लिक्ट क्रिएट होची कोन ना प्रत्येक ग्रुप में कॉन्फ्लिक्ट ये सब गोटे कॉन्फ्लिक्ट होची का भितर हमर कॉन्फ्लिक्ट हुए सब सही कथाटा से हमर दे कॉन्फ्लिक्ट हम काम से ट्रस्ट मिस्टर पिल्लाटा जते बेले देखो हमर एटा कोन होची कोन एज ग्रुप ना 12 टू हमर 18 ईयर हमर सॉरी 18 ईयर ना 18 मंथ तो 18 मंथ जते बेले रहउची पिल्ला के निश्चित रूप से कोन थाए
ସେ ଫିଜିକାଲି କିଛି କାମ କରିପାରେ କିଛି କରିପାରିବନି ସେ ଗୋଟେ ଆମର କଣ ନା ସହି କରିଥାଏ ନାଇଁ କି ତ ସିଏ ସେଇ କଣ ସେ କାହା ଉପରେ ଟ୍ରଷ୍ଟ କରିବ ମିଷ୍ଟେକ୍ସ କାହା ଉପରେ କରିବ ନା ଯିଏ ତାର କେୟାର ଟେକ୍ କରୁଥିବ ନା କି କେୟାର ଟେକର ତାର କେୟାର ଟେକର ଭିତରେ କଣ ଆମ ମୁଖ୍ୟତଃ ଦେଖିବା ପାଇଁ ଆମର ଗଲେ ଇଏ ହେଇଥିବେ ନା ସେ ତ ମାଙ୍କ ଉପରେ ନିର୍ଭରଶୀଳ ହେଇଥାଏ ଦେଖିଲେ ସେ କଣ ହଉଛି ନା ତାର ଯାହା ବି ଆବଶ୍ୟକ ହେଇଥାଏ ସେ ତା ମାଙ୍କ ପାଖରୁ ହିଁ ପାଇଥାଏ ତ ଏଇ ଷ୍ଟେଜରେ କଣ ହେଇଥାଏ ନା ସେ ମାଙ୍କ ପାଖରୁ ହିଁ ସବୁ ଜିନିଷ ପାଇଥାଏ ତ ଏଇଟା ସବୁ ଜିନିଷ ରହିଲା ତ ଆମେ ଏବେ କଣ କରିବା ଗୋଟେ ଗୋଟେ କୁ ଆମର ଏଲାବୋରେଟ କରି କରି ଯିବା ପୁରା ଡିସ୍କସନ କରିକି ଆମେ ଯିବା ତାହେଲେ ଏଇଠି ଦେଖିବା ପାଇଁ ଗଲେ ଆମର କଣ ହଉଛି ନା ସେ ଡିପେଣ୍ଡ ହେଇବ କାହା ଉପରେ ଆମର ସିଏ ହୋଲି ଆମର ଡିପେଣ୍ଡ କାହା ଉପରେ ରହିବ ହଁ ଠିକ ଦେଖାଯାଉନି ଏବେ ବି ସ୍କ୍ରିନରେ ଦେଖାଯାଉଛି ଠିକ ଦେଖାଯାଉନି ତ ହଉ ଠିକ ଅଛି ତାହେଲେ ଆମେ ଗୋଟେ ଗୋଟେ କୁ ଯିବା ତାହେଲେ ଏଇ କ୍ଷେତ୍ରରେ ଦେଖିବା ଆଉ ଠିକ ଅଛି ତାହେଲେ ଆମେ ପ୍ରଥମ ଗୋଟେ ଗୋଟେ ଷ୍ଟେଜକୁ ଆମେ ଯିବା ଷ୍ଟେଜ ସବୁ ଜାଣିପାରିଲେ ସବୁ ଇଏ କଣ କରୁଛନ୍ତି ନା ସୋସିଓ ଏନଭାଇରନମେଣ୍ଟ ଦୃଷ୍ଟିରୁ ସେ ଯେମିତି ଆମର ପିଆଜେଟ୍ କଣ କରିଥିଲା କଗ୍ନିଟିଭ ଦୃଷ୍ଟିରୁ ସେ କାଟାଗୋରିକାଇଜ କରିଥିଲେ ନା ଇଏ ସୋସିଓ ଏନଭାଇରନମେଣ୍ଟ ଦୃଷ୍ଟିରୁ ସେ ଆମର କାଟାଗୋରାଇଜ କରୁଛନ୍ତି ସୋସିଓ ଏନଭାଇରନମେଣ୍ଟ ସୋସାଇଟି ଆଉ ଆମର ସୋସିଓ ଏନଭାଇରନମେଣ୍ଟ ଉପରେ ଆମର ବେସ୍ କରି ସେଇ 8ଟା ଗ୍ରୁପ ଅଛି ତାହେଲେ ସେ କଣ ହେଲା ନା ଆମେ ଦେଖିବା ପାଇଁ ଗଲେ କଣ ହଉଛି ନା ଆମର ଯୋଉ ଟ୍ରଷ୍ଟ ଆଉ ମିସଟ୍ରଷ୍ଟ ଗ୍ରୁପରେ ଆମେ ଦେଖିଲେ କଣ ନା ବର୍ଥ ଟୁ ଆମର 18 ମନ୍ଥର ପିଲାକୁ ଏଇ ଗ୍ରୁପରେ ରହୁଛି ପିଲାଟା ପ୍ରଥମେ ଦେଖ ଟ୍ରଷ୍ଟ କରିବ କାହା ଉପରେ ନା ଦେଖିବା ପାଇଁ ଗଲେ ଟ୍ରଷ୍ଟ ଉପରେ କାହା ଉପରେ ନିର୍ଭର କରୁଛି ନା ଆମର ଇନବର୍ନ ଚାଇଲ୍ଡ ପୁରା ଡିପେଣ୍ଡ କରୁଛି କାହା ଉପରେ ନା ଡିପେଣ୍ଡ କରୁଛି କଣ ଅନ୍ ହିଜ୍ ମଦର ତ ସିଏ ଦେଖିବା ପାଇଁ ଗଲେ ତାର ମଦର ହେଇପାରନ୍ତି ବା ଯୋଉଠି କେୟାର ଟେକର ଥିବେ ତାଙ୍କର ଯିଏ ବି କେୟାର ଟେକର ଥାନ୍ତି ତାଙ୍କ ଉପରେ ସେ ଟ୍ରଷ୍ଟ କରୁଛି ଦେଖିଲା ସେ କାନ୍ଦୁଛି ଯେତେବେଳେ ଯାହା ଆବଶ୍ୟକ ହଉଛି ସେ କାନ୍ଦିଲା ତାପରେ ତାକୁ ଖାଦ୍ୟ ମିଳିଯାଉଛି ତାହେଲେ ସେ କଣ କହିବ ନା ନେକ୍ସଟ ଟାଇମ ସେ ବି କଣ କରିବ ନା ତାର ଆବଶ୍ୟକ ଥିବ ଫିଜିକାଲି ବି ତାର ଯାହା ବି ଆବଶ୍ୟକ ଥିବ ସେ ବିଶ୍ୱାସ ରହିବ କଣ ନା ମତେ ସବୁ କିଛି ମିଳିବ ନା ସେ ସମୟରେ ସେ ନିଜେ କିଛି କରିପାରିବ ନାହିଁ ନାଇଁ କି ତ ସେଇ ଦୃଷ୍ଟିରୁ ତାର ଟ୍ରଷ୍ଟଟା କଣ ରହିବ ତାର କେୟାର ଟେକର ହୁଅନ୍ତୁ ବା ଆଉ ଯୋଉ ଆମର ତାଙ୍କ ମା ହୁଅନ୍ତୁ ତାଙ୍କ ଉପରେ ତାଙ୍କର ଟ୍ରଷ୍ଟଟା ପୁରା ସମ୍ପୂର୍ଣ୍ଣ ରୂପେ ଥିବ ଯେତେବେଳେ ସେ ବାରମ୍ବାର କାନ୍ଦୁଛି ବାରମ୍ବାର କିଛି ଆକ୍ଟିଭିଟି ଦେଖୁଛି ତାପରେ ମଧ୍ୟ ତାକୁ ଯେତେବେଳେ ଏଇଟା ମିଳୁନାହିଁ କଣ ମିଳୁନାହିଁ ନା ଆମର ଜିନିଷ ଯେତେବେଳେ ତାକୁ ଠିକରେ ମିଳୁନାହିଁ ସେତେବେଳେ ସେ କଣ କରିବ ତାର ଯୋଉ ବିଶ୍ୱାସଟା ଥିଲା ନା ଟ୍ରଷ୍ଟଟା ଥିଲା ସେ ଟ୍ରଷ୍ଟ ଆଉ ରହିବ ନାହିଁ ଯେ ମୁଁ କାନ୍ଦିଲା ମାନେ ମତେ ଖାଦ୍ୟ ମିଳିଯିବ କି ମୋର ଯୋଉ ଆବଶ୍ୟକ ଅଛି ଆବଶ୍ୟକ ଜିନିଷଟା ମତେ ମିଳିପାରିବ ସେଇ ଟ୍ରଷ୍ଟଟା ତାର ଭାଙ୍ଗିଯିବ ତ ସେଇତେବେଳେ ସେ କଣ କରିବ ନା ଟ୍ରଷ୍ଟ ଷ୍ଟେଜରେ ସେ କଣ ହବ ନା ମିଷ୍ଟେକ୍ ଆମର ଷ୍ଟେଜକୁ ସେ ହିଁ ଆମର ମୁଭ୍ କରିବ ସେତେବେଳେ ସେ ଆମର କଣ ଥିବ ନା ଆମର ଟ୍ରଷ୍ଟ ଷ୍ଟେଜରେ ଆଉ ନ ରହିବ ନାହିଁ ତ ଏଇଠି କଣ ହଉଛି ନା ଏଇଠି ଦେଖିବା ପାଇଁ ଗଲେ ପିଲାର କୋଉ ପ୍ରକାରର ଇଏ ରହୁଛି ନା ଟ୍ରଷ୍ଟଟା ମୁଖ୍ୟତଃ ପିଲାର କଣ ହଉଛି ନା ହୋପ୍ ଉପରେ ବେସ୍ କରିକି ରହୁଛି ତ ପିଲା ଏଇ କ୍ଷେତ୍ରରେ ଆମର ଗୋଟେ ସେ ଦେଖଉଛି କଣ ନା ପିଲାର ଯୋଉ ଭର୍ଚୁ ଦେଖଉଛି ବା ସଦ୍ଗୁଣ ଯେଟା ସତ୍ ଗୁଣ ବା ତାର ଭଲ ଗୁଣଟା କଣ ଆଶା ସେ ସବୁବେଳେ ଜାଣିଛି କାନ୍ଦିଲା ମାନେ ବା କୌଣସି ଆକ୍ଟିଭିଟି ଦେଖେଇଲା ମାନେ ମତେ ନିଶ୍ଚିତ ରୂପେ ଖାଦ୍ୟଟେ ମିଳିଛି ଆଉ ଏଇଥିରେ ଆମର ଗୋଟେ ବଡ ଜିନିଷ ହଉଛି କଣ ନା ଆମର ପିଲାର ଆକ୍ଟିଭିଟିଟା କଣ ଥାଏ ନା ଏଇ ଗ୍ରୁପରେ ଆମର ଆକ୍ଟିଭିଟିଟା କଣ ଥାଏ ନା ଆମର ଫିଡିଂ ପିଲାଙ୍କୁ ଫିଡିଂ କରାଯାଉଛି ସେ ଫିଡିଂଟା ହଉଛି ତାର ଏଇଟା ହଉଛି ମେନ୍ ଆକ୍ଟିଭିଟି ଏଇ ଷ୍ଟେଜରେ ତ ତମେ ଆମେ କଣ କରିବା ନା ଚାହିଁଲେ ବି ଗୋଟେ କାମ କରିବା କାଟାଗୋରାଇଜ କରିକି ଆମେ କରିପାରିବା ଗୋଟେ କାମ କରିବା ଆମେ କଣ ନା ୟାକୁ ସବୁ ଗୋଟେ ଟେବୁଲ ଫର୍ମରେ ରଖିବା ସବୁଠୁ ବେଷ୍ଟ ହବ ଟେବୁଲ ଫର୍ମରେ ରଖିଲେ ଟେବୁଲ ଫର୍ମରେ ରଖିଲେ କଣ ହବ ନା ତମକୁ
ମନେ ରଖିବା ପାଇଁ କିଛି ସୁବିଧା ହବ। ତା ଛଡା ତମେ ସବୁ କଣ କରିପାରିବ, ସେମାନଙ୍କ ଭିତରେ ଯୋଉ ଡିଫରେନ୍ସ ରହୁ ବା ଯାହା ବି ରହୁ ତମେ ସବୁ ତ ଟେବୁଲ ଫର୍ମରେ ରଖିବା ପାଇଁ ହେଲେ ଆଉ ଟିକେ ଉପରକୁ ଲେଖିବା, ଯାହା ଫଳରେ ଆମର ଜାଗାଟା ପୁରା ସଫିସ ହେଇଯିବ। ୟାର ଯଦି ଗ୍ରୁପ କରିବା ଆମର କଣ ହବ, ପ୍ରତ୍ୟେକ ଗ୍ରୁପ ଆମେ ଇଏ କଲେ ତ ଗ୍ରୁପ ଭିତରେ କଣ ହଉଥିବ ନା, ପ୍ରଥମେ ଆମେ ରଖିବା କଣ ନା ତମର କେତେ ପର୍ଯ୍ୟନ୍ତ ଯାଉଛି, ଏଇ ଲାଇନ ପର୍ଯ୍ୟନ୍ତ ଦେଖା ଯାଉଛି ତ, ଲେଫ୍ଟ ସାଇଡ ଯୋଉ ଲାଇନ ଟା ଡ୍ର କରିଛି ମୁଁ, ସେ ଲାଇନ ପର୍ଯ୍ୟନ୍ତ ଦେଖା ଯାଉଛି ନା? ଠିକ ଅଛି, ତ ଆମର କଣ ଥିବ ନା ଏଇଟା ଆମର ଏଜ ଗ୍ରୁପ ରଖିଦେବା। ମୁଁ ଏଜ ଗ୍ରୁପ ରହିବି, ଏଜ ଗ୍ରୁପ ପରେ ଆମର କଣ ଆସିପାରିବ, ଆମର ଯୋଉ କନଫ୍ଲିକ୍ଟ କଥା ଆସୁଛି, ଯୋଉ କନଫ୍ଲିକ୍ଟ କାହା କାହା ଭିତରେ କନଫ୍ଲିକ୍ଟ ହଉଛି ତାକୁ ୟା ଭିତରେ ଗ୍ରୁପିଂ କରିବି। ତାପରେ ଆମେ କଣ ଯୋଉ ପିଲା ଆମର କଣ କଣ ସଦ୍ଗୁଣ ତାର ପ୍ରକାଶିତ ହଉଛି ତାକୁ ଲେଖିବା। ତାପରେ ଯୋଉ ଆମର ଆକ୍ଟିଭିଟି କଣ କଣ ହଉଛି ତାକୁ ଆମେ ଲେଖିପାରିବା। ତ ଏଠି ଆମର ଇଏଟା ତମର ଲେଖିବାଟା ତ ପ୍ରଯୁଜ୍ୟ ଭାବରେ ମୁଁ ଏଇ ସବୁକୁ ଫିଲ୍ଅପ୍ କରିଦଉଛି। ବାକି ଯୋଉ କ୍ୟାରେକ୍ଟରଟା ମୁଁ ଖାଲି କହିଦଉଛି, ଆଉ ତମର ବହିରେ ବି ଅଛି ହେଲା, ତ ତାକୁ ତମେ ଫିଲ୍ଅପ୍ କରିବ ହେଲା। କାହିଁକିନା ଏଠି ଲେଖିଲେ ଜାଗାଟାକୁ ଇଏ ହବ ନାହିଁ, ତ ସେଇଥିପାଇଁ ବେଷ୍ଟ ହବ ମୁଁ ଆଉ ସବୁ କହିଦଉଛି, କ୍ୟାରେକ୍ଟରଟା ବି ମୁଁ କହିଦଉଛି, ତ ତମେ ବହିରେ ବି ରହୁଛି ଇଏରେ ସେଟା ଗୋଟେ କର, କାହିଁକିନା ସବୁକୁ ଲେଖିଲେ ଏଠି ଜାଗାଟା ସଫିସିଏଣ୍ଟ ହବ। ତ ଦେଖ ଏଜ ଗ୍ରୁପରେ ଆମେ ଦେଖିଥିଲେ କଣ ହଉଛି, ଆମର କନଫ୍ଲିକ୍ଟ ଆମର ଫାଷ୍ଟ ଏଜରେ ରହୁଥିଲା କଣ ହଉଛି ନା, ଆମର ୱାର୍ଡ 2 କଣ ହଉଛି 18 ମନ୍ଥ ରହୁଥିଲା, ଯୋଉଟା ରହୁଥିଲା କଣ ଟ୍ରଷ୍ଟ ଭର୍ସେସ ମୋର ଦେଖ, ତାହେଲେ ଭାରତଟା ଆମର କଣ ରହିଲା ନା, ପିଲାର ଭାରତ ଯୋଉ ସଦ୍ଗୁଣଟା କଣ ହେଲା, ସେ ସବୁ ହକ୍ ରଖିଛି କାହା ଉପରେ, ତ ମାଙ୍କ ଉପରେ ହଉ ବା ତାଙ୍କ କେୟାର ଟେକର ଉପରେ ସେ ରଖିଛି। ତା ଆକ୍ଟିଭିଟି କଣ କହିଲେ ନା, ଆମର ଯୋଉ ଫିଡିଂଟା ରହିଲା ଆମର ଆକ୍ଟିଭିଟି, ତାର ମେନ୍ ଆକ୍ଟିଭିଟି ହଉଛି ଆମର ଫିଡିଂ। ଏମିତିକା ଆମର ପ୍ରତ୍ୟେକ ଆଉ ତଳକୁ ତ ଦେଖାଯିବନି, ଠିକ ଅଛି ସେଇ ହେଲା। ଠିକ ଅଛି, ତ ଆମେ ୟା ଭିତରେ ଆମେ ରଖିବା, ଦେଖିବା ଯେତେବେଳେ ଯାଉଛି ତାପରେ ନେକ୍ସଟ ଦେଖିବୁ ନହେଲେ। ତାହେଲେ ଏଠି କଣ ହେଲା ଆମର ଖାଲି ଡିପେଣ୍ଡ ଆମର only depend on କଣ ରହୁଛି ଆମର ମଦର। ତାପରେ କଣ ରହୁଛି ଆମର ସେକେଣ୍ଡ ଇୟରରେ ରହୁଛି କଣ ଆମର 18 months ରୁ ଆମର 3 year ଭିତରେ ରହୁଛି। ଏଇଠି ଆମର ଦେଖିଥିଲେ କଣ କୋଉ କୋଉ ଏଜ ଗ୍ରୁପ ରହୁଥିଲା, ଆମର ଯୋଉ ରହୁଥିଲା ଆମର ଅଟୋନମି ଭର୍ସେସ ଆମର କଣ ରହୁଥିଲା ଆମର ଯୋଉ ସେ
ଦେଖ ଏଇଠି ଗୋଟେ ପିଲାଙ୍କର ଗୋଟେ ଭଲ ଇଏ ହେଇଥାଏ କଣ ନା ବାହାରଛୁ କଣ ହେଇଥାଏ ଜାଣିଛ ନା ଆମର ଏଇଠି ବାହାରଛୁ କଣ ହେଇଥାଏ ନା ଯେତେବେଳେ ଦେଖିଥିବେ ଆମର ପିଲାମାନଙ୍କ ଭିତରେ କଣ ହଉଥିବ ସବୁ ଇଏ କଲା ଆମର ହବ ବୋଲେ ଆଶା ରହିଲା ପିଲାଟା ଆଶା କଲା ତାପରେ ଆଶା କଲା ପରେ ପିଲାଟା ଦେଖିଥିବ ଯେତେବେଳେ 3 ବର୍ଷରେ ପହଞ୍ଚି ଯାଉଛି ସେ କଣ ନା କିଛି କିଛି ଇଚ୍ଛା କରେ ମତେ ସେ ଖେଳଣାଟା ମିଳୁ ମତେ କୌଣସି ଜିନିଷ ସେ କିଛି କିଛି ଇଚ୍ଛା କରେ ତ ସେଥିପାଇଁ ତାର ବାହାରଛୁ ଏଇଠି ଆସିବ କଣ ନା ୱିଲ୍ ଆସିଯିବ ତାର କଣ ଆଉ ଏଇଠି ଆକ୍ଟିଭିଟିଜ କଣ ଆସିଥିବ ଜାଣିଛ ଯୋଉ ଏଇ ବର୍ଷର ପିଲାମାନେ କଣ କରିଥାନ୍ତି ନା ଟିକିଏ ବସିବା ଆରମ୍ଭ କରନ୍ତି ତା ଛଡା ପିଲାମାନେ କଣ ଯୋଉ ଟଏଲେଟ ଟା କରୁଥିଲେ ଆମର ଯୋଉ ସେମାନେ ଲଗାରେ ସବୁ ଟଏଲେଟ କରିଦଉଥିଲେ ସେ ଟଏଲେଟ ଟା କଣ ଟ୍ରେନିଂ ଦିଆଯାଇଥିଲା ସେମାନେ ନିଜେ କେମିତି ଲଗାରେ ଟଏଲେଟ ନ କରିକି କେମିତି ଟଏଲେଟ କରିବେ ବା କେମିତି କେମିତି ସେମାନେ କହିପାରିବେ କହିବେ ତ ସେଇଟା ତାଙ୍କୁ ଟ୍ରେନିଂ ଦିଆଯାଏ ତ ଏଇଟାର ଆମର କଣ ହଉଛି ଆକ୍ଟିଭିଟିଜ ଭିତରେ ଅଛି କଣ ଟଏଲେଟ ଟ୍ରେନିଂ ଆସିବ ହେଲା ଆକ୍ଟିଭିଟିଜ ଆସିବ ସେଥିରେ କଣ ଆସିବ ଟଏଲେଟ ଟ୍ରେନିଂ ତ ଏଇଠିକି ଆମର ଏଇଠି କଣ ପିଲାମାନଙ୍କର କଣ ହେଇଥାଏ ନା ଆମର ଆଉ କିଛି କଣ ହେଇଥାଏ ନା ଆମର ଏଇ କ୍ଷେତ୍ରରେ ପିଲାମାନେ କଣ କରିଛନ୍ତି ନା ଆମର ଟଡଲାର ଏଜ୍ ବୋଲି ୟାକୁ ମଧ୍ୟ କହିଥିଲେ କାହିଁକି ପିଲାମାନେ ନୂଆ କରି ଏଇଟାରେ ଚାଲିବା ଆରମ୍ଭ କରିଛନ୍ତି ନା ତ ଏଇ ଏଜ୍ ଗ୍ରୁପକୁ ମାନେ ଯୋଉଟା ଆମର ଫାର୍ଷ୍ଟ ସେକେଣ୍ଡଟାକୁ ବି ଆମେ କଣ କହନ୍ତି ନା ଆମର ଟଡଲାର ଏଜ୍ ଗ୍ରୁପ ମଧ୍ୟ ଆମେ କହିଥାଉ କାହିଁକି ନା ପିଲାମାନେ ଏଇ ସମୟରେ ଆମର କଣ କରିଥିଲେ ପିଲାମାନେ ନୂଆ ନୂଆ କରି ଚାଲିବା ଆରମ୍ଭ କରେ ୟାକୁ ମଧ୍ୟ ଆମର ଟଡଲାର ଏଜ୍ ଗ୍ରୁପ ମଧ୍ୟ କୁହାଯାଇଛି ତମର ସେଇ ଅନୁସାରେ କ୍ୱେଶ୍ଚନ ବି କୋଉଠି ଆସେ କଣ ନା ଟଡଲର ଏଜ୍ ଗ୍ରୁପଟା ଆମର ଟଡଲର ଏଜ୍ ଗ୍ରୁପଟା କୋଉଟା କୁହାଯାଏ କୋଉଟାକୁ ଆମର ଭାର୍ଚୁଅ ହବ୍ ବୋଲି କୁହାଯାଏ କୋଉ ଏଜ୍ ଗ୍ରୁପଟାକୁ ତ ସେଇ ଅନୁସାରେ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଯେହେତୁ ରହୁଛି ସେଥିପାଇଁ ତ ତାପରେ ୟା ଭିତରେ ରହିଲା କଣ କ୍ୟାରେକ୍ଟର ଭିତରେ ରହିଲା କଣ ପିଲାମାନଙ୍କୁ ଯୋଉ କଣ କରିବେ ନା ଆମର ଅଟୋନୋମି ଆଉ ସେମ୍ ଦେଖ ଅଟୋନୋମି ଭର୍ସେସ୍ ସେମ୍ ଯେତେବେଳେ ରହୁଛି ଦେଖ ପିଲା ସବୁ କିଛି କାମ କରିଗଲା ପିଲା କଣ କରିଥିବ ନା ସେ ନିଜେ କିଛି କରିବା ପାଇଁ ଆମର କଣ ତାକୁ ଆମର ଟଏଲେଟ ପାଇଁ ଟ୍ରେନିଂ ଦେଲେ ଠିକ ଅଛି ତ ପିଲା ସେଇ ସମୟରେ କଣ କରିବ ନା ସିଏ ନିଜ ଉପରେ କିଛି କଣ୍ଟ୍ରୋଲ କରିବା ଆରମ୍ଭ କରିବ କଣ ଯେଉଁ ପିଲାଟା ଛୋଟ ଅବସ୍ଥାରେ ସେ କଣ କରୁଥିଲା ନା ଟଏଲେଟଟା ସେ କଣ କରୁଥିଲା ଲଗାରେ କରିଦଉଥିଲା ତ ସିଏ କଣ୍ଟ୍ରୋଲ କରିବ ଦେଖିବ ଏଇ ସମୟରେ ଯଦି ପିଲାକୁ ଯଦି ଆମେ ଠିକ ଭାବେ ଟ୍ରେନିଂ ଦବା ସେ ପିଲାଟା କହିବ ନା ମତେ ପରିସ୍ରାରେ ଲାଗିଲାନି ମତେ ଝାଡାରେ ଲାଗିଲା ତ ସେ ସେଇ ଅନୁସାରେ କହିଦବ ସେ ନିଜେ ଉପରେ କଣ ନା କଣ୍ଟ୍ରୋଲ କରିବା ଆରମ୍ଭ କରିଥାଏ ଏଇ ଷ୍ଟେଜରେ ଆଉ ତ ସେ ଆମେ ନୂଆ କରି ଚାଲିବା ତ ତାର ଫିଜିକାଲି ହଉ ବା ବଡିର ଯୋଉ ଫିଜିକାଲି ହଉ ବା ଆମର ମେଣ୍ଟାଲି ମେଣ୍ଟାଲି ସମୟରେ ଠିକ ରୂପେ ହେଇନଥାଏ ଫିଜିକାଲି କଥା କହିବା ଆମେ ସାଧାରଣତଃ ତ ସେଇ ସମୟରେ ତାର ଆମର କଣ୍ଟ୍ରୋଲଟା ଆସିଥାଏ ତାର ଫିଜିକାଲ କଣ୍ଟ୍ରୋଲଟା ଏଇ ସମୟରେ ହିଁ ଆସିଥାଏ ତ ସେଇ ସମୟରେ ସେ କହନ୍ତି ନା ପିଲାକୁ ଆମେ ବି ଦେଖିବା ବହୁତ ଲୋକ ଘରେ କଣ କରେ ନା ନାଇଁ ଛୋଟ ପିଲା ତାକୁ କାହିଁକି ଏମିତି କିନ୍ତୁ ଆମର ଏଇ ସମୟରେ ତାକୁ ଟ୍ରେନିଂ ଦବା ହିଁ ଦବା ଦରକାର ତାକୁ ଯୋଉ ବୟସ ଅନୁସାରେ ରହୁଛି ତାକୁ ଠିକ ରୂପେ ଆମେ ଟ୍ରେନିଂଟା ଦେଲେ ଯେ ସେ ଆମର ମ୍ୟାଚିଓର ଷ୍ଟେଜକୁ ଠିକ ଯିବୁ ନା ଦେଖିବା ପିଲାଟା ଠିକ ରୂପେ କରୁଛି ତାପରେ ପିଲାଟା ଯଦି ଦେଖିବା ତାପରେ ବି ଠିକ ରୂପେ କରୁନାହିଁ କି ଯଦି ଦେଖିବା ପିଲାଟା କିଛି ଇଏ କଲା ତାକୁ ଯଦି ଆମେ କହିଦବା ନା ସେ ଯଦି ଠିକ ରୂପେ ନିଜେ କରି ନ ପାରିବ ପୁଣି ସେଇ ଛୋଟ ଅବସ୍ଥା ଭଳିଆ ଯଦି ଆମ ଟଏଲେଟଟା ତାର ଲୁଗାପଟା ଡ୍ରେସରେ କରିଦଉଥିବ ତାହେଲେ ସେ କଣ କରିବ ତାକୁ ଯେତେବେଳେ ଆମେ କହିଦବା ନା